ସାର୍ ତାଙ୍କର କ'ଣ ହେଇଛି? ଖାଇବା ପିଇବା ଠିକରେ କରୁନା। ଏ ନିଶା ନୁହେଁ ଜୀବନକୁ ବାଛିବାର ବାର୍ତ୍ତାଟା ସମସ୍ତ ଗ୍ରାମାଞ୍ଚଳ ପ୍ରତି ବ୍ଲକରେ ଥିବା ପ୍ରତି ଗ୍ରାମକୁ ଏଇ ରଥଟା ଯିବ। ତା ସହିତ ଆମେ ଡିଫରେଣ୍ଟ ଯୋଉଠି ମେଜର ଆପଣଙ୍କର ମାର୍କେଟ ପ୍ଲେସେସ୍ ରହିଲା ସେ ଜାଗାରେ ବି ଆମେ ପାଲା ଦାସକାଠିଆ ଆଉ ବିଭିନ୍ନ ମାଧ୍ୟମରେ ଆମେ ଏଇ ସଚେତନତା ବାର୍ତ୍ତା ଦେବାକୁ ଚାହୁଁଛୁ ଯେ ଚୋରା ମଦ ଠାରୁ ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ। ଆମେ ନିଶାକୁ ନୁହେଁ ଜୀବନକୁ ବାଛିବା ଏଇ ସଂକଳ୍ପ ଆମେ ଗ୍ରହଣ କରିବା। ଏଇଟା ବର୍ତ୍ତମାନ ଏଇଟା 4ଟା ଫେଜ୍ରେ ହେବାର ଅଛି। ପ୍ରଥମ ଫେଜ୍ରେ ଆମର ଡେ ଏଗେନ୍ଷ୍ଟ ଇଲିସିଟ୍ ଟ୍ରାଫିକିଂ ଅଫ୍ ଡ୍ରଗ୍ସ ଆଣ୍ଡ ଡ୍ରଗ୍ ଆବ୍ୟୁଜ୍ ଡେ ଯେଉଁ ଜୁନ୍ 26ରେ ହେବାର ଅଛି ସେ ପର୍ଯ୍ୟନ୍ତ ଏଇ ପ୍ରଥମ ଫେଜ୍ଟା ଚାଲିବ। ଏଇଟା ମାନ୍ୟବର ମୁଖ୍ୟମନ୍ତ୍ରୀ ଆମର 31/5ରେ ଏଇଟାକୁ ଇନାଗୁରେସନ୍ କରିଛନ୍ତି। ଭାର୍ଚୁଆଲ ମାଧ୍ୟମରେ ଆଭାସୀ ମାଧ୍ୟମରେ କରିଛନ୍ତି। ସେଥିରେ କଲେକ୍ଟରଙ୍କ ସାର୍ ଥିଲେ। କଲେକ୍ଟର ସାର୍ଙ୍କ ନିର୍ଦ୍ଦେଶ କ୍ରମେ ଏଇଟା ପୁରା ଏଣ୍ଟାୟାର ଭଦ୍ରକ ଜିଲ୍ଲାରେ ଆମର ଏଇ କାର୍ଯ୍ୟକ୍ରମ ଚାଲିବ। ତତ୍ ସହିତ ସାର୍ଙ୍କର କଡ଼ା ନିର୍ଦ୍ଦେଶ ହେଇଛି ଯେ ଏହି ସମୟରେ ଆମେ ଆମର ଧରପଗଡ଼ କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିବୁ ଏବଂ ଖାସ କରି ଯୁବକମାନଙ୍କ ମଧ୍ୟରେ ଆମେ ଏଇ ସଚେତନତା ବାର୍ତ୍ତାଟା ଦେବାକୁ ଚାହୁଁଛୁ ଯେ ସେମାନେ ନିଶା ନୁହେଁ ଜୀବନକୁ ବାଛନ୍ତୁ ଏବଂ ତତ୍ ସହିତ ଉତ୍କଳ ମାତାର ଯୋଗ୍ୟତମ ସଂସ୍ଥାନ ହୁଅନ୍ତୁ। ସଚେତନତା ରଥଟା ବାହାରିଲା ସେଇଟା ଆମ ସଂକଳ୍ପ ଗୋଟେ ପ୍ରୋଗ୍ରାମ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଷ୍ଟାର୍ଟ କରିଛନ୍ତି। ତାର କୋଟିଂ ବାକ୍ୟ ହେଲା ଯେ ନିଶା ନୁହେଁ ଆମେ ଜୀବନକୁ ବାଛିବା।